ମାତୃଭୂମି ମାତୃଭାଷାର ମମତା ଯାହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବ କାହିଁ। ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବ କାହିଁ। ଆଜି ପବିତ୍ର ବିଶ୍ୱ ମାତୃଭାଷା ଦିବସରେ ସମସ୍ତେ ଆମେ ସଭାସଦ ଉପସ୍ଥିତ ବିଦ୍ୟାନ ମଣ୍ଡଳୀ ଏବଂ ଗୁଣଗ୍ରାହୀ ଶ୍ରୋତ ମଣ୍ଡଳୀ ମୋର ଆଦରର ଛାତ୍ରଛାତ୍ରୀମାନେ ବିଶ୍ୱର ମାତୃଭାଷା ଦିବସ ଉପଲକ୍ଷେ ଆମେ ଏକତ୍ରିତ ହୋଇଛେ, ଯାହାକୁ ଆମେ ସମସ୍ତେ ପାଳନ କରିବାକୁ ଯାଉଛେ। ଏହି ଅବସରରେ ଅଗତିର ଗତି, ଅସରଣ ଶରଣ, ଅନାଥର ନାଥ, ମହାଭାବ ଭୁଜବଳ, ଦୀନବନ୍ଧୁ, ଅକର୍ତ୍ତାର କର୍ତ୍ତା ଶ୍ରୀ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ଚରଣ କମଳରେ ଦୀପ ପ୍ରଜ୍ୱଳନ ପୂର୍ବକ ଏହି ସଭା କାର୍ଯ୍ୟକୁ ଶୁଭାରମ୍ଭ କରିବା ହେବେ। ଏଥିପାଇଁ ମୁଁ ସଭାପତି ମହୋଦୟ ଏବଂ ଅତିଥିମାନଙ୍କୁ ନିମନ୍ତ୍ରଣ କରୁଛି। ধন্যবাদ স্যার। যা হোক আজি আমার ভাষা না মার ভাষা মানে মাতৃভাষা নাই। আজি এই সুন্দর পরিবেশ মধ্যে পাহাড়র পাদদেশে আমার এই যে ওড়িশা আদর্শ বিদ্যালয় অতি সুন্দর ভাবে এটি গঠন হয়েছে। বিদ্যালয় আরম্ভঠু নির্মাণ আরম্ভঠু বিদ্যালয় চালিবা পর্যন্ত যেহেতু আমি স্থানীয় লোক এই বিদ্যালয় সহ আমি ওতপ্রোত ভাবে জড়িত। যেতবে স্কুল আমার নূয়া হাইস্কুল মধ্যে লা মু সদাবেলে প্ରୋଗ୍ରାମ যাଏ, ସାର୍ ମଧ୍ୟ ସଦାବେଳେ ପ୍ରୋଗ୍ରାମ ଡାକନ୍ତି। ଯାହା ହଉ ଆଜିର এই କାର୍ଯ୍ୟକ୍ରମରେ ମୋତେ ଅତିଥି ଭାବେ ମ୍ୟାଡ଼ାମ ସାର୍ ମାନେ ଡାକିଥିବାରୁ ମୁଁ ସାର୍ ମାନଙ୍କୁ ପ୍ରଥମେ ଧନ୍ୟବାଦ କରିବି। ପିଲାମାନେ, ସମାଜରେ ଯଦି କିଛି ଉତ୍ସବ ପାଳନ କରାଯାଉଛି ତା ପଛରେ ନିହାତି କିଛି ଗୋଟିଏ ଇତିହାସ ରହିଥାଏ, ଠିକ ନା ନାଇଁ? ବିନା ଇତିହାସରେ ଗଳ୍ପ ନାହିଁ, ବିନା ଇତିହାସରେ କବିତା ନାହିଁ, ବିନା ଇତିହାସରେ ସମାଜ ନାହିଁ। ତ ସେଥିପାଇଁ ଆଜିର ଏଇ ବିଶ୍ୱ ମାତୃଭାଷା ଦିବସରେ ପିଲାମାନେ ତାର ଇତିହାସ କଣ ନା 1952 ମସିହାରେ ଢାକାରେ ବଙ୍ଗାଳୀ ଭାଷାକୁ ରାଷ୍ଟ୍ରୀୟ ଭାଷା ରୂପେ ରୂପାନ୍ତର କରିବା ପାଇଁ ସେଠାକାର ଛାତ୍ରମାନେ ଆନ୍ଦୋଳନ କରିଥିଲେ ଏବଂ ସେମାନେ ମଧ୍ୟ ନିଜ ପ୍ରାଣ ହରାଇଥିଲେ। ଯେତେବେଳେ ପାକିସ୍ତାନ ଚାହୁଁନଥିଲା ଯେ ବଙ୍ଗାଳୀ ଭାଷାକୁ ରାଷ୍ଟ୍ର ଭାଷା କରାଯାଉ, ସେ ନିଜ ପ୍ରାଣ ହରାଇଥିଲେ। ସେଥିପାଇଁ 1919 ମସିହାରେ ବାଂଲାଦେଶ ତରଫରୁ ୟୁନିସେଫକୁ ଗୋଟିଏ ସେମାନେ ଅନୁରୋଧ କରିଥିଲେ ଯେ ସେହି ଦିନଟିକୁ ବିଶ୍ୱ ମାତୃଭାଷା ଦିବସ ଭାବରେ କରାଯାଉ। ତାପରେ ୟୁନିସେଫ 2000 ମସିହାରେ ଏହି ବିଶ୍ୱ ମାତୃଭାଷା ଦିବସ ପାଳନ କରିବା ପାଇଁ ସାରା ବିଶ୍ୱରେ ସବୁ କଣ୍ଟ୍ରିକୁ ଚିଠି କରିଥିଲା। ସେଇଦିନ ଠାରୁ ଆମର ଏଇ ମାତୃଭାଷା ଦିବସ ପାଳନ କରାଯାଉଛି। ପିଲାମାନେ, ପ୍ରଥମେ ଆମେ ଜାଣିବା ମାରୁ ମାଟି, ମାରୁ ମାତୃଭାଷା। ଯେତେବେଳେ ଗୋଟିଏ ଛୁଆ ଜନ୍ମ ହୁଏ ପ୍ରଥମେ ସେ କଣ କରେ ନା ମାର ଭାଷା ଶୁଣେ, ନହେଲେ କାହା ଭାଷା ଶୁଣେ? କାହା ଭାଷା ଶୁଣେ? ଯେତେବେଳେ ଆମେ ମୁଁ କହିଲା ବେଳେ ଆମେ କଥାବାର୍ତ୍ତା ମୁଁ କହିବି ହେଲା, ଉତ୍ତର କିଏ ରଖିବ? ଭଲ ଲାଗିବ, ବୋରିଂ ଲାଗିବନି, ସମସ୍ତେ ସିଧା ବସିବ। ଆମର ଫାଷ୍ଟ ସ୍କୁଲ ଆମେ ଯେତେବେଳେ ବସୁଛେ ସିଧା ବସୁନେ। ମନେ ଥାଉ ପିଲାମାନେ, ଆମେ ଯାହା ଦେଖିବା ଯାହା ଶୁଣିବା ତାକୁ ହିଁ ଆମେ ହୃଦୟଙ୍ଗମ କରିବା। ହୃଦୟରେ ସେଇ କଥା ରହିଥାଏ, ସେଇଠୁ ହିଁ ସାହିତ୍ୟ ସୃଷ୍ଟି ହୋଇଥାଏ, ସେଇଠି ଭାଷାର ସୃଷ୍ଟି ହୋଇଥାଏ ନା ନାଇଁ? ଭାଷା କହିବା ପାଇଁ ଆମର ମୁଖ୍ୟ ମାଧ୍ୟମ କଣ ପିଲାମାନେ? ଭାଷାର ମୁଖ୍ୟ ମାଧ୍ୟମ କଣ? କିଏ କହିପାରିବ? ଭାଷାର ମୁଖ୍ୟ ମାଧ୍ୟମ କଣ? କଣ? ଧ୍ୱନି ନା ନାଇଁ? ଯଦି ଧ୍ୱନି ନାହିଁ ତାହେଲେ ଭାଷା ଆମେ ବୁଝିବା ନାହିଁ। ଗୋଟେ ପିଲା କହିବେ ବୁଝିପାରିବ? ମୁଁ ଖାଲି ଗୋଟେ ଜିନିଷ କହିଛି, ବୁଝିପାରିବ? ମୁଁ ପର୍ଟିକୁଲାର ଯଦି ନା ରାମ ଆସିବ, ରାମ ଏଇଟା କର, ରାମ ସେଇଟା କର, ତାହେଲେ ସେ ଭାଷାଟା ବୁଝିପାରିବ। ସପୋଜ ମୁଁ ଯାଇଛି ବାଂଲାଦେଶ,
कि मु जाइछि से बुझि पारिबे नाही सेति समाजर उन्नति समाजर भाषार उन्नति समाजर उन्नति परिवार उन्नति आमर भाषा निहाती आवश्यक होइଥାଏ। जदि आमे गोटे छुआ भाषा जानिनी से केबे ता मां को खाइबा मांगी परिबो ता तुमे भाषा जानिन तुमे स्कूल रे शिक्षक शिक्षयित्री मानठारू तुमे कोनोसी क्वेश्चन करि परिबो सेति आमे सब भाषा जानिया दरकार। आमर भाषा केते प्रकार अछि ना माने कि कहि परिबो भाषा केते प्रकार तीन प्रकार ना नहीं गोटे हला आंचलिक भाषा बारगती रीजनल लैंग्वेज आउ हला नेशनल कोन आउ हला नेशनल लैंग्वेज ना नहीं नेशनल लैंग्वेज हम कोन सब सीधा बसला मुझे सीधा मुझे सीधा सीधा बस सुनिबो ताले मु सुनिबो हम बहुत सुनिबे ना नहीं जदि सुनिबा सीधा बसबा ठीक नहीं तो हमरा नेशनल लैंग्वेज कोन इंटरनेशनल लैंग्वेज कोन इंग्लिश हमें तीनोटी भाषा रे पारंगम होवा निहाती दरकार। हमर लोकल भाषा कोन ओडिया हमर नेशनल भाषा हला हिंदी एवं इंटरनेशनल भाषा हला इंग्रजी आमे एई सब तीनोटी भाषा रे निहाती पारंगम होवा दरकार। जदि तुमे चाकरी क्षेत्र रे जोग दोछ तो कोन हमको ओडिया और इंग्लिश निहाती जाने दरकार ना नहीं तो पिला माने कोन कोन आज के डेट रे माने आज के डेट हम ओडिया माने फैशन हो गेले कोन ओडिया भूली दिबा और हिंदी रे कथा अधिक तो चलो नहीं लोक माने ओडिया जानि दिबे तुमे भुवनेश्वर जाओ देखो अधिकांश लोक ओडिया जानि दिबे কিন্তু ସେମାନେ ହିନ୍ଦୀ ରେ କଥା ହେବେ কিংবা ইংলিশ রে কথা হেবে তা মানে কোন এটি মাতৃভাষা জাগ্রত হউছি হউনি মনে রাখবা মানে নিজর মুখ্য আবশ্যকକୁ जो माने भूली जाती से माने निजर अस्तित्व को भूली जाती निज मातृ मां को भूली जाती सेति भाई दिन पर दिन केवल मु कहे जे यदि कोनोसी कार्यक्रम होउची ता पछरे किछि इतिहास अछि आमे गुदुगुली करूचे इतिहास अछि अरे आमे बातोसा करूचे इतिहास अछि राखी बांधुचे इतिहास अछि सब जिंसर किछि गोटिए घटना अछि बिना घटना रे कोनोसी घटनार इतिहास वा साहित्यर उत्पत्ति होय नाही। तो मातृभाषा विषय तो अधिकार कहले तो तार सरीबनी कारण ओडिया भाषा को जागृत रखिया पे ओडिया भाषा को प्रचार प्रसार करिया पे जुगे जुगे लेखक माने कवि माने निजर काव्य कविता माध्यम रे भाषा को उपस्थापन करथि किंतु एबे भाषार रंगढंग बदली गला आगे दिन रे कोन दिना कोन से ओडिया भाषा को हम सिखाबो ओडिया भाषा को हमें ग्रहण करना एते ओडिया भाषा मतलब विभिन्न प्रकार को आसिलानी व्यंग कविता आगर प्रकृति कवि किए समाज में अगर बहुत गुणे लिखा अछि कि लोक सेरा पढ़िया भूली गले आज कोन ना व्यंग कविता माने कोन आमे व्यंग माने कोन व्यंग आक्षेप करबा बा कमेंट करबा इंग्लिश रे होते कमेंट करबा कविता बाहारे व्यंग कविता से पूरा लोक देखुनती एवं भला लोक एन्जॉय करथि किनु प्राकृतिक प्रकृति कवितार कविता आमे देखुने ना शुणुचे जदि आमे कोन कॉम्पिटिशन करला माने पिला लोक आसुते मो पुओ मते पुरुष क्लास रे जदि कॉम्पिटिशन करला ए बाबा मते डिबेट देबी मते लिखि दे दियो अरे मुझे बुझा भाई तो कहीं लिखि दी जदि किछि कहबार अछि तातो बिना बहि रिपोर्ट किंतु स्कूल मुखर सार नाम जदि एक्टिविटी करि कोनी इले तो कॉम्पिटिशन हला हम सार मान को बोलथि चार चित्र कर दोथि भाषण आसला यूट्यूब कर दोथि भाषण आसला किंतु सार माने पिला मान कोनाथि ताको एई बहि पढे एई रचना बहि पढे कि गंगादेव बहि पढे कि मधुबाबूर बहि पढे कि से कहीं करू नाथि भूलटा कोठी भूलटा हमर यूट्यूब स्टार्ट होथि एमिते कोन मातृभाषा जागृत होबो केबे हो नै पिला मान मन का जदि आमे कोनोसी हमर पाठ विषय जदि आमे कोनोसी पाठ विषय पढिया चाहूचे हमर पोस्ट रे गोटे विषय अछि आधुनिक भारत रे शिक्षा दिना गोटे विषय अछि से विषय रे तबे की बहि पढुचे की बहि संपूर्ण विरोध कराइছে की बहि पढले आमे संपूर्ण पाठ
ଯାହା କହୁଥିଲେ କ୍ଲିୟରଲି ଶୁଣ କି ବହିରେ ସେ ପାଠ ଅଛି ଦେଖ ତୁମେ ଗୋଟେ ଏମଆଇଏଲ ବହି ଯଦି ଗୋଟେ ଟପିକ ବାହାର କରିବ ଏମଆଇଏଲ ବହିର ଟୋଟାଲ ବିଷୟ ତମେ ଦେଖିଛ ଦେଖ ଏମଆଇଏଲ ବହିର ଯଦି ନବମ ଲାଇନ ବାହାର କରିବା ପ୍ରଥମେ ଥିବ ବିଷୟର ନାମ ତାପରେ ଲେଖକ ନାମ ବିଷୟ ଥିବ ସଭା ପଛରେ କଣ ଥାଏ କିଏ କହିପାରିବ ଗୋଟେ ବିଷୟ ସଭା ପଛରେ କଣ ଥାଏ ବାସ୍ ଭେରି ଗୁଡ ତାଳି ଦିଅ ଆମେ କେତେ ଜଣ ପିଲା ଗୋଟିଏ ପ୍ରୋଜ ହଉ ପୋଏଟ୍ରି ହଉ ଇଂଲିଶ ହଉ ଓଡ଼ିଆ ହଉ ଯେକୌଣସି ସବଜେକ୍ଟ ହଉ ଲେଖକ ବିଷୟରେ କେତେ ଜଣ ପାଠ ପଢୁଛେ ପାଟିକ ନିଜ କହିବନି ମୁଁ ଜାଣିଛି କେତେ ଜଣ ପିଲା ଆମର ପ୍ରବନ୍ଧ ପଢିଲେ ପୋଏଟ୍ରି ପଢିଲେ କେତେ ଜଣ ପିଲା ଲେଖକ ବିଷୟରେ ପଢୁଛ ମୋ ଆମର ମାତୃଭାଷା ନାଟକ ହବ ଏଠି ଦିବସ କରୁଛେ ଦିବସର କିଛି ମୂଲ୍ୟ ରହିବ ରହିବ ନା ଆଜିର ଦିନରେ ସେଇ ଜିନିଷ କେହି ପଢୁନାହାନ୍ତି ସେଇଟା ଭୁଲ ହଉଛି ଆମର ନାଇଁ ଆଉ ଗୋଟିଏ କଥା କହିବି ପିଲାମାନେ ଦେଖ 1905 ମସିହା ମଧୁବାବୁ ଜାଣିଛ କିଏ ମଧୁବାବୁ କିଏ ଜାଣିଛ ମଧୁବାବୁ ଜାଣିଛ କେତେ ଜାଣିଛ ଆମେ ଏଠୁ ଓଡ଼ିଆ ପାଠ ଖାଇଗଲୁ ଆଜି ଯଦି ଓଡ଼ିଆ ଭାଷା ଓଡ଼ିଆ ସାହିତ୍ୟ ଓଡ଼ିଆ ସଂସ୍କୃତି ଆମେ ସ୍ୱାଧୀନ ଭାବେ ଯଦି ବସିକି ଗୋଟେ ଛାତ ତଳେ ଗୋଟେ ଜାଗାରେ ବସିକି ପାଠ ପଢୁଛେ ତା ସବୁ ଅବଦାନ ହେଉଛି ମଧୁବାବୁଙ୍କର ଜୀବନୀ ଜାଣିଛ ଆମେ ଜାଣିଲେ ଓଡ଼ିଆ ଭାଷାକୁ ବା ଓଡ଼ିଆ ମାନଙ୍କୁ ଏକତ୍ରୀକରଣ କରିବା ନିମନ୍ତେ ମଧୁବାବୁ 1905 ମସିହାରେ କଣ ସାରା ଓଡ଼ିଆ ଭାଷାକୁ ମାନେ ଡାକରା ଦେଇଥିଲେ ସେଟା କଣ ଜାଣିଛ କଣ ସେଟା ଆମ ଯେତେବେଳେ ଇଂରେଜ ମାନଙ୍କ ଶାସନାଧୀନ ଥିଲା ଓଡ଼ିଶା ସେତେବେଳେ ଆମ ଓଡ଼ିଶା ଆଖପାଖ ଥିବା ପିଲାମାନେ ଏଇ ପାଠ ଶୁଣ ନୂଆ ନୂଆ ଜିନିଷ ଶୁଣିବା ଆମେ ଚିରା ବସିବା ମୁଁ ସେଇ ଜିନିଷଟା କହିବି ଚିରା ବସିବା ମୁଁ ଚିରା ଚାହିଁଥିଲି ମୁଁ ଆରେ ଲାଗୁଛି ବୋରିଂ ଲାଗିଲା ଆମେ ଅଟା ଲାଗିଲା ଯଦି ବୋରିଂ ଲାଗିବନି ଆମେ ଚିରା ବସିବା ମଧୁବାବୁ ଆମ ଓଡ଼ିଆ ମାନଙ୍କୁ ଏକତ୍ରୀକରଣ କରିବା ପାଇଁ ବା ଓଡ଼ିଆ ଭାଷାକୁ ଏକ ମାନ୍ୟତା ଦେବା ପାଇଁ ମଧୁବାବୁ ଡାକରା ଦେଇଥିଲେ ଜାଣିଛୁ ସେଟା କଣ କିଏ କହିପାରିବ ଉତ୍କଳ ସମୟରେ ଡାକରା ଦେଇଥିଲେ ମଧୁବାବୁଙ୍କ ଡାକରାରେ ଓଡ଼ିଶା ବାହାରେ ଯେକୌଣସି ରାଜ୍ୟରେ ଓଡ଼ିଆ ମାନେ ଥିଲେ ସେମାନେ ଛାଡ଼ି ପଳେଇ ଆସିଥିଲେ ଏବଂ 1935 ମସିହାରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଆ ଭାଷା ଲାଗି ଓଡ଼ିଶା ଗୋଟେ ସ୍ୱତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ମିଳିଥିଲା ଦେଖ ଓଡ଼ିଆ ମାନଙ୍କୁ ଓଡ଼ିଆ ଭାଷାକୁ ଜାଗ୍ରତ କରିବା ପାଇଁ କେତେ ମହାପୁରୁଷ ମାନେ ନିଜର ବଳିଦାନ ଦେଇଯାଇଛନ୍ତି କିନ୍ତୁ ଆଜି ଆମେ କଣ କରୁଛେ ଆମେ ସେମାନଙ୍କୁ ଭୁଲିଗଲେଣି ନାଇଁ ପିଲାମାନେ ଅଧିକା କିଛି କହିବିନି ଆମର ମ୍ୟାଡାମ ମଧ୍ୟ ଅଛନ୍ତି କହିବେ ମୁଁ କିଛି ଗୋଟେ ଦୁଇଟା କବିତା ପଢିବି ଏବଂ ତାପରେ ମୋ ମାତୃଭାଷା ଓଡ଼ିଶା ବା ଓଡ଼ିଆ ମୋ ମାଟିର ସୁନ୍ଦର ଭରା ମୋ ମନର ମିଠା ସ୍ୱର ମାନ ମମତା ସ୍ପର୍ଶ ନେଇ ଓଡ଼ିଆ ମୋର ଅମୃତଧର ଅକ୍ଷରେ ଅକ୍ଷରେ ଇତିହାସ ଲେଖା ପୁରୁଣା ଗାଥା ନୂଆ ସ୍ୱପ୍ନ ସରଳ କଥା ଭଞ୍ଜ ଛନ୍ଦ ଆମ ହୃଦୟର ଗର୍ବ ସ୍ମୃତି ଅମ୍ଳାନ ଜଗନ୍ନାଥଙ୍କ ନାମର ଧ୍ୱନି ମହାନଦୀର ଅଟର ସ୍ୱର ଓଡ଼ିଆ ମୋର ଜୀବନ ସଙ୍ଗୀ ଚିରଦିନରୁ ଏହି ଗୌରବ ଘର ଆସନ୍ତୁ ଆମେ ହାତରେ ହାତ ଧରି ଭାଷାର ଦୀପ ଜଳାଇବା ମାତୃଭାଷାର ମହିମା ଗାଇ ସମ୍ମାନରେ ମୂଲ୍ୟ ଉଠାଇବା ଆରେ ଆଉ ଗୋଟିଏ କବିତା ଆମର ସେଇ ମଧୁବାବୁଙ୍କ ଉଦ୍ଦେଶ୍ୟରେ ଗୋଟିଏ କବିତା ମୁଁ କହିବି କାରଣ ଯଦି ଆମେ ଓଡ଼ିଆ ପଢୁଛେ କେବଳ ସେଇ ମଧୁବାବୁଙ୍କର ଉଠରେ ଉତ୍କଳ ସନ୍ତାନ ଯାଦବ ଆଜି ନୂଆ ପ୍ରଭାତେ ମାଟି ଡାକୁଛି ମା ଡାକୁଛି ସମ୍ପ ନୂଆ ନୂଆ ଶପଥେ ଘୁମୁ ନାହିଁ ଆଉ ଅସଲ ହୋଇ ବଡ଼ ନୂଆ ଇତିହାସ ପଥ ଜ୍ଞାନ ଜୀବନ ନେଇ ହାତରେ ତୁମେ ଦୂର କର ଅନ୍ଧାର ରାତ୍ରିର ବନ୍ଧ ମହାନଦୀର ସ୍ରୋତେ ଭରି ଭଳିବହ ସାହସରେ ହରିତ ପାହାଡ଼ ଜଗନ୍ନାଥଙ୍କର ଆଶିଷ ନେଇ ଅଗ୍ରସର ହେଉ ଦୃଢ଼ ପଦଚାଳ ସରଳା ବନ୍ଦର ଗୀତ ଗାଇ ଭାଷାର ମହିମା କର ଭୂଷ ଉତ୍କଳ ମାଟିର ସନ୍ତାନ
ପଢ଼ିବା ପାଇଁ ଓଡ଼ିଆ ସାହିତ୍ୟ ଇତିହାସ ଯଦି ଆମେ ଗୋଟିଏ ଗୋଟିଏ ପୃଷ୍ଠା ପଢ଼ିବା ତାହେଲେ ଓଡ଼ିଆ ମାନଙ୍କର ସମସ୍ତ କିମ୍ବଦନ୍ତୀ ସେ ଭିତରେ ଅଛି। ପିଲାମାନେ ଏତିକି